ଲିଖନୀରେ କାହାଣୀ। ଆଜିର ଗଳ୍ପ ଖୁଣ ନଥିବା ଘୋଡ଼ା। ଜଣେ ପ୍ରସିଦ୍ଧ ଘୋଡ଼ା ବେପାରୀ ଥିଲେ। ତାଙ୍କ ପାଖରେ ବିରଳ ଆରବୀ ଘୋଡ଼ା ଥିଲେ। ଆରବୀ ଘୋଡ଼ା ଗୁଡ଼ିକ ବହୁତ ଶକ୍ତିଶାଳୀ ଏବଂ କର୍ମଠ, ତେଣୁ ସେମାନଙ୍କ ମୂଲ୍ୟ ବେଶ ଅଧିକ। ଥରେ ଜଣେ ଭଦ୍ରଲୋକ ଘୋଡ଼ା ବେପାରୀଙ୍କ ଠାରୁ ଘୋଡ଼ା କିଣିବାକୁ ଆସିଲେ। ବେପାରୀ ତାଙ୍କୁ ଅସ୍ତବଲରେ ଥିବା ଘୋଡ଼ା ଗୁଡ଼ିକୁ ଦେଖାଇବା ବେଳେ ନିଜ ଘୋଡ଼ା ଗୁଡ଼ିକୁ ବାହୁନିବାକୁ ଲାଗିଲେ। ପ୍ରଥମ ଘୋଡ଼ାକୁ ଦେଖାଇ କହିଲେ, ଇଏ ଟିକିଏ ରାଗି। ଦ୍ୱିତୀୟ ଘୋଡ଼ାକୁ ଦେଖାଇ କହିଲେ, ୟାର ମନ ଟିକିଏ ଚଗଲା। ତୃତୀୟ ଘୋଡ଼ାକୁ ଦେଖାଇ କହିଲେ, ୟାର ଆଗ ଗୋଡ଼ ଦୁଇଟି ଅପେକ୍ଷାକୃତ ଦୁର୍ବଳ। ଏହା ଶୁଣି ଘୋଡ଼ା କିଣିବାକୁ ଆସିଥିବା ଭଦ୍ରଲୋକ କହିଲେ, ଆପଣ ତ ନିଜ ଘୋଡ଼ାକୁ ଖରାପ ବୋଲି କହୁଛନ୍ତି। ଏମିତି କିଛି ଘୋଡ଼ା ନାହାନ୍ତି କି ଯାହାକୁ ଆପଣ ବାହୁନି ପାରିବେ ନାହିଁ? ବ୍ୟବସାୟୀ କହିଲେ, ନାହିଁ କାହିଁକି? ତାପରେ ସେ ଭଦ୍ର ବ୍ୟକ୍ତିଙ୍କୁ ଅସ୍ତବଲ ବାହାରକୁ ନେଇଗଲେ। ଏବେ ସେଠି ସକାଳେ ମରିଥିବା ଗୋଟିଏ ଘୋଡ଼ାକୁ ଦେଖାଇ କହିଲେ, ଇଏ ଆଜି ସକାଳେ ମରିଗଲା। ଏବେ ୟାକୁ ବାହୁନିବାରେ କିଛି ନାହିଁ। କଥାଟି କହିସାରି ଗୁରୁ କହିଲେ, ଏଇ କାହାଣୀର ମର୍ମ ବୁଝିଲ ତ? ଶିଷ୍ୟମାନେ ନୀରବ ରହିଲେ। ଗୁରୁ କହିଲେ, ପ୍ରକୃତରେ ବ୍ୟବସାୟୀ ଜଣକ ଜଣେ ଗୁଣୀ ବ୍ୟକ୍ତି, କାରଣ ଏମିତି କୌଣସି ପ୍ରାଣୀ ନାହିଁ ଯାହାର ଦୁର୍ବଳତା ନାହିଁ। ତେଣୁ ସେ ପ୍ରକୃତରେ ନିଜ ଘୋଡ଼ା ଗୁଡ଼ିକର ଦୁର୍ବଳତା କଥା କହୁଥିଲେ, ଯାହାଫଳରେ କ୍ରେତା ସେମାନଙ୍କୁ ନିଜ ବାଟରେ ସମ୍ଭାଳି ପାରିବେ। କିନ୍ତୁ ଯେତେବେଳେ କ୍ରେତା କୌଣସି ଖୁଣ ନଥିବା ଘୋଡ଼ା ଚାହିଁଲେ, ତାହା କେବଳ ମୃତ୍ୟୁ ଘୋଡ଼ା କ୍ଷେତ୍ରରେ ସମ୍ଭବ ଥିଲା। ଦର୍ଶକ ବନ୍ଧୁ, ଲେଖନୀରେ କାହାଣୀ ଗଳ୍ପଟି ଆପଣମାନଙ୍କୁ ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରିଦିଅନ୍ତୁ, ସେୟାର କରିଦିଅନ୍ତୁ ଏବଂ ଗଳ୍ପଟି ଭଲ ଲାଗିଥିଲେ କିମ୍ବା ଖରାପ ଲାଗିଥିଲେ ଆପଣମାନେ କମେଣ୍ଟ ଦ୍ୱାରା ଆମକୁ ଜଣାନ୍ତୁ। ଆପଣମାନଙ୍କର କମେଣ୍ଟ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଦର୍ଶକ ବନ୍ଧୁ, ଏମିତି ଭଲ ଭଲ ଗଳ୍ପ ଶୁଣିବାକୁ ଚାହୁଁଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ, ଯାହାଫଳରେ ଭିଡ଼ିଓର ପ୍ରଥମ ନୋଟିଫିକେସନ ଆପଣ ପାଇପାରିବେ। ଦର୍ଶକ ବନ୍ଧୁ, ପୁଣି ଆଉ ଥରେ ଦେଖା ହେବ ଲେଖନୀର କାହାଣୀରେ ଆଉ ଗୋଟେ ଅଧ୍ୟାୟରେ। ସେ ପର୍ଯ୍ୟନ୍ତ ରହୁଛି, ନମସ୍କାର।